ସାଇକୋଲୋଜି କହିଥାଏ ଆପଣଙ୍କ ସ୍ତ୍ରୀ ପରପୁରୁଷ ସହିତ ସେକ୍ସ କରୁଥିଲେ 100% ରାତିରେ ଶୋଇବା ସମୟରେ ଏହି ଗୋଟିଏ ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିବେ। ଯଦି ଆପଣ କୌଣସି କାମରେ ବାହାରେ ରହୁଛନ୍ତି ଓ ଆପଣଙ୍କ ସ୍ତ୍ରୀର ଆଉ କାହା ସହିତ ସମ୍ପର୍କ ରହିଛି, ତେବେ ଘରକୁ ଆସିବାର କିଛି ଦିନ ପରେ ଆପଣଙ୍କ ଯିବାର ଟିକିଏ ଡେରି ହେଲେ ସ୍ତ୍ରୀ ଏହି ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିଥାନ୍ତି, ତୁମେ କେଉଁଦିନ ଯିବ କି? ଯଦି ଏହି ପ୍ରଶ୍ନ ବାରମ୍ବାର ପଚାରିଥାନ୍ତି, ତେବେ କଥାରେ କିଛି କାରଣ ଅଛି ବୋଲି ବୁଝିଯାଆନ୍ତୁ। ସାଇକୋଲୋଜି କହିଥାଏ କୌଣସି ସ୍ତ୍ରୀ କେତିକି ଶୃଙ୍ଗାର କରନ୍ତୁ ନା କାହିଁକି, କିନ୍ତୁ ସେ ଗୋଟେ ପୁରୁଷ ପାଇଁ ସେତେ ଦିନ ପର୍ଯ୍ୟନ୍ତ ସୁନ୍ଦର ଦେଖାଯାଇଥାନ୍ତି ଯେତେ ଦିନ ପର୍ଯ୍ୟନ୍ତ ସେହି ପୁରୁଷ ତାଙ୍କୁ ହାସଲ ନ କରିଛନ୍ତି। କଲେଜ ଝିଅମାନେ ମୁଖ୍ୟତଃ କେଉଁଭଳି ପୁଅମାନଙ୍କ ସହିତ ରିଲେସନ୍ ବନାଇଥାନ୍ତି? ଏହାର ଉତ୍ତର ହେଉଛି ଟଙ୍କା ଥିବା ପୁଅମାନଙ୍କ ସହିତ, ଯେଉଁମାନଙ୍କର କେବଳ ଟଙ୍କା ଓ ସମ୍ଭୋଗ ପ୍ରତି ମତଲବ ଥାଏ। କେଉଁ ଭୁଲ କରିବା ଦ୍ୱାରା ସମ୍ଭୋଗ କରିବା ସମୟରେ ଲିଙ୍ଗ ଠିକ୍ ଭାବରେ ଠିଆ ହୋଇନଥାଏ? ଏହାର ଉତ୍ତର ହେଉଛି ପ୍ରତିଦିନ ହସ୍ତମୈଥୁନ କରିବା ଦ୍ୱାରା। ଝିଅମାନଙ୍କ ମୁହଁରେ ଅଧିକ ବ୍ରଣ ଆସିଥାଏ କାହିଁକି? ଏହାର ଉତ୍ତର ହେଉଛି ଠିକ୍ ସମୟରେ ସେକ୍ସ ନ କରିବା ଦ୍ୱାରା ହୋଇଥାଏ। ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ସମୟରେ ଯଦି କୁଆଁରୀ ଝିଅର ପ୍ରାଇଭେଟ୍ ଅଙ୍ଗରୁ ଆବାଜ ଆସୁଥାଏ, ତେବେ ବୁଝିଯାଆନ୍ତୁ କି ସେ ଆଗରୁ ନିଜର କୁଆଁରୀତ୍ୱ ନଷ୍ଟ କରିସାରିଛନ୍ତି ବୋଲି। ସାଇକୋଲୋଜି କହିଥାଏ କୌଣସି ମହିଳାଙ୍କ ସହିତ ଜବରଦସ୍ତି ଶାରୀରିକ ସମ୍ପର୍କ ବନାଇବା ଗୋଟେ ପୁରୁଷ ପାଇଁ ସବୁଠାରୁ ବଡ଼ ପାପ ହୋଇଥାଏ। ସାଇକୋଲୋଜି କହିଥାଏ ସ୍ତ୍ରୀକୁ ଉଡ଼ିବା ପାଇଁ ଡେଣାର ନୁହେଁ, ବରଂ ସ୍ୱାମୀର ସାଥ ଓ ନିଜର ପଣିଆର ଆବଶ୍ୟକତା ହୋଇଥାଏ।